ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ? ବାତ୍ୟା ସମ୍ପର୍କରେ ଆଇଡିଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ ଆକଳନ ହୋଇନି। ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମକୁ ଗତି କରି କାଲି ଅବପାତ ହେବ। ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା ହୋଇଛି। ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ। ତେବେ 8 ତାରିଖ ସନ୍ଧ୍ୟା ସୁଦ୍ଧା ଅପପାତ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। 8ରେ ବାତ୍ୟା ରୂପ ନେଇ 10 ସୁଦ୍ଧା ଉପକୂଳ ପାଖାପାଖି ହୋଇପାରେ। କ୍ରମେ ଏହା 10 ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ଓଡ଼ିଶା ଓ ଆନ୍ଧ୍ର ଉପକୂଳଠାରୁ 2ରୁ 300 କିମି ଦୂରରେ ରହିପାରେ। ତେବେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇନି। କାଲି ଅବପାତରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟ ହେବ। 9 ତାରିଖରୁ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀ ଫେରି ଆସିବାକୁ କୁହାଯାଇଛି। ସେପଟେ ବାତ୍ୟାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟୁରୋ ରିପୋର୍ଟ, firebarsa.com।